ଭଉଣୀର ରଜ ପାଇଁ ଚାଲିଗଲା ଭାଇର ଜୀବନ। ଆନନ୍ଦର ପର୍ବ ରଜ, ଭଉଣୀ ପାଇଁ ଆଜି ପାଲଟି ଯାଇଛି ରକ୍ତର ପର୍ବ ରଜ। କେମିତି ଘଟିଗଲା ଏତେ ବଡ଼ ଗୋଟେ ଅଘଟଣ? ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି କରନ୍ତି, କାଳିଆକୁ ନିଜର ଆରାଧ୍ୟ ବୋଲି ମାନନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଜିଲ୍ଲା ଅନ୍ତର୍ଗତ ଭାଗୀରଥୀପୁର ଗାଁରେ ସବିତା ମହାରଣା ରହନ୍ତି। ଏଇ 3 ବର୍ଷ ହବ ତାଙ୍କର ବିଭାଘର ହୋଇଛି ତାଙ୍କ ବାପଘର ଜଟଣୀରେ। ପ୍ରତ୍ୟେକ ବର୍ଷ ରଜରେ ସବିତା ମ୍ୟାଡାମଙ୍କ ବାପା ଭାର ନେଇ ଝିଅ ଘରକୁ ଆସନ୍ତି। ଏଇ 3 ମାସ ହବ କିନ୍ତୁ ତାଙ୍କ ବାପାଙ୍କ ଦେହ ବହୁତ ଖରାପ। ସେ ବିଛଣାରେ ପଡ଼ି ରହିଛନ୍ତି। ତେଣୁ ସବିତା ମ୍ୟାଡାମ ବାପାଙ୍କୁ ମନା କରିଥିଲେ ଏ ବର୍ଷ ଭାର ନେଇ ଏତେ ବାଟ ନ ଆସିବାକୁ। ସେ ତାଙ୍କର ଗୋଟିଏ ମାତ୍ର ଭାଇ ରମେଶକୁ କହିଥିଲେ ଏ ବର୍ଷ ଭାର ନେଇ ଆସିବାକୁ। ରମେଶ ବାବୁ ଜଣେ ପ୍ରସିଦ୍ଧ ମହାରଣା। ମହାପ୍ରଭୁ ଜଗନ୍ନାଥଙ୍କ ରଥ କାମରେ ସେ ପାଖାପାଖି 6 ମାସ ହବ ଯୋଗ ଦେଇଛନ୍ତି। ସେ ମହାପ୍ରଭୁଙ୍କ ସେବାରେ ରାତିଦିନ ଅନିଦ୍ରା ହେଇ ରଥ କାମ କରୁଛନ୍ତି। ରଜ ଆଉ 7 ଦିନ ଥାଏ। ରମେଶ ବାବୁଙ୍କ ବାପା ରମେଶ ବାବୁଙ୍କୁ କହିଲେ, ଆରେ ପୁଅ ରମେଶ, ମୋର ତ ଏ ଅବସ୍ଥା, ଏ ବର୍ଷ ତୁ ତୋ ଭଉଣୀ ଘରକୁ ଭାର ନେଇ ଯା। ରମେଶ ବାବୁ କହିଲେ, ମୁଁ ରଥ କାମରେ ରାତି ଅନିଦ୍ରା ହେଇଛି ବାପା, ମତେ ପ୍ରବଳ ନିଦ, ମୋ ଆଖି ପଡ଼ି ଯାଉଛି। ତାପରେ ରମେଶ ବାବୁ ଭାବିଲେ ଆଜି ଯଦି ଭଉଣୀ ଘରକୁ ନ ଯାଉଛି ତାହେଲେ ମତେ ଆଉ ସମୟ ହବନି। ଏମିତି ଭାବି ସେ ବଜାରରୁ ଫଳମୂଳ ଆଉ ଶାଢ଼ୀ କିଣି ବାହାରି ପଡ଼ିଲେ ପୁରୀ ଭଉଣୀ ଘରକୁ। ଭଉଣୀକୁ ଆଗୁଆ ଫୋନ କରି କହିଲେ, ଭାଇ ଆସିବା ଖବର ଶୁଣି ଭଉଣୀର ପାଦ ଆଉ ମାଟିରେ ଲାଗୁନଥାଏ। ସେ ବହୁତ ଖୁସି ହେଇଯାଏ, କାରଣ ପାଖାପାଖି 3 ବର୍ଷ ପରେ ଭାଇ ଆଜି ପ୍ରଥମ ଥର ଘରକୁ ଆସିବ। ଭଉଣୀ ଜଗନ୍ନାଥଙ୍କୁ ମୁଣ୍ଡିଆଟିଏ ମାରିଦେଇ କହେ, ହେ କାଳିଆ ସାଆନ୍ତ, ମୋ ଭାଇକୁ ଭଲରେ ଭଲରେ ଆମ ଘରକୁ ପହଞ୍ଚେଇ ଦେ ରେ କାଳିଆ। ସେପଟେ ରମେଶ ବାବୁ ବାଇକରେ ସବୁ ଫଳମୂଳ ବନ୍ଦାବନ୍ଦି କରି ବାହାରି ପଡ଼ିଲେ ଭଉଣୀ ଘରକୁ। ବାଟରେ ତାଙ୍କ ଆଖି ପଡ଼ି ଯାଉଥାଏ। ପାଖାପାଖି ସେ 2 ମାସ ହବ ସେ ରାତିରେ ଭଲସେ ଶୋଇ ନାହାନ୍ତି। ଯୋଉଠି ଟିକିଏ ଆଖି ଲାଗି ଯାଉଥାଏ ସେ ଗାଡ଼ି ରଖି ମୁହଁରେ ଟିକେ ପାଣି ମାରି ଦେଇ ପୁଣି ଗାଡ଼ି ଚଲାନ୍ତି। ଆଉ ମନେ ମନେ ଖାଲି ସେଇ କାଳିଆକୁ ଡାକନ୍ତି। ଏମିତି କିଛି ବାଟ ଯାଉ ଯାଉ ସୁଲୁସୁଲିଆ ଥଣ୍ଡା ପବନରେ ତାଙ୍କର ଆଖି ଲାଗିଗଲା। ଆଉ ହଠାତ୍ ସେତେବେଳେ ଆଗରୁ ଗୋଟେ ଟ୍ରକ୍ ଆସୁଛି। ରମେଶ ବାବୁ ହଠାତ୍ ଚମକି ଦେଖିଲା ବେଳକୁ ଟ୍ରକ୍ଟା ପାଖାପାଖି ହେଇଗଲାଣି। ସେ ହଠାତ୍ ବ୍ରେକ୍ ମାରିଦେଲେ ଆଉ ଘୁଷୁଡ଼ିକି ଯାଇ ଟ୍ରକ୍ ଚକା ତଳେ ପଡ଼ିଲେ। ଆଉ କେବଳ ସେଇ ଜଗନ୍ନାଥଙ୍କ ଦୟାରୁ ତାଙ୍କ ମୁଣ୍ଡ ଟ୍ରକ୍ ଚକା ତଳୁ ସୁତେ ସୁତେରେ ବଞ୍ଚିଗଲା। ରମେଶ ବାବୁଙ୍କ ଦେହରୁ ଡରରେ ଗମ ଗମ ହେଇ ଝାଳ ବୋହି ଯାଉଥାଏ। ସେ ସେଇଠି ହାତ ଯୋଡ଼ି ଦେଇ ସେଇ ମହାପ୍ରଭୁଙ୍କୁ ଗୁଣୁ ଗୁଣୁ ହେଇ କେତେ କଥା କହି ପକେଇଲେ। କହିଲେ, ହେ କାଳିଆ, ଆଜି ଯଦି ମୁଁ ବଞ୍ଚିଛି କେବଳ ତୋରି ପାଇଁରେ। ଏମିତି କହି ସେ ଧଡ଼ପଡ଼ ହୋଇ ଭୟରେ ଭୟରେ ଧୀରେ ଧୀରେ ଯାଇ ଭଉଣୀ ଘରେ ପହଞ୍ଚିଲେ। ଆଉ ଭଉଣୀକି ପାଣି ଗିଲାସେ ମାଗି ଦେଇ ସବୁ କଥା କହି ପକାନ୍ତି। ସବିତା ମ୍ୟାଡାମ ଶୁଣି ତାଙ୍କ ଆଖିରୁ ଧାର ଧାର ହେଇ ଲୁହ ବୋହିଗଲା। ଆଉ ସେ ବି ମହାପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେଲେ। ଆଉ ରମେଶ ବାବୁ ଭଉଣୀ ଘରେ 2 ଦିନ ବିଶ୍ରାମ କରି ଘରକୁ ଆସିଲେ। ରଜରେ
ସବିତା ମ୍ୟାଡ଼ାମଙ୍କ ଜୀବନରେ ଘଟି ଯାଇଥିବା ଛୋଟିଆ ଅନୁଭୂତିଟିଏ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।